ପିଲାମାନେ ତମେମାନେ ଜାଣିଛ ଯେ ତମର ଯୋଉ ରହିଛି ବର୍ତ୍ତମାନ ସମୟରେ ଆର୍ଆଇ ଅମିନ ପ୍ରିଲିମ୍ସରେ ଯଦି ସବୁଠୁ ଅଧିକ ପିଲାଙ୍କୁ ଏହି ସବଜେକ୍ଟ ଅସୁବିଧାରେ ପକଉଛି ସେଟା ହଉଛି ତମର କଣ ନା ଜିକେ। ପିଲା ତ ମ୍ୟାଥ ତ କରିଦଉଛନ୍ତି, ତମର ଯୋଉ ରହିଛି ଇଂଲିଶ ଓଡିଆ କରିଦଉଛନ୍ତି, କିନ୍ତୁ ଜିକେ ରେ ସେମାନେ ଅସୁବିଧାରେ ପଡିଛନ୍ତି। ତ ପୂର୍ବ ସିଫ୍ଟ ଗୁଡିକରେ ତମର ଯୋଉ ଯୋଉ ଟପିକ ରୁ ଜିକେ ଆସିଛି, ଖାସ କରିକି ତମେ ଜାଣିଥିବ ମୁଁ ପୂର୍ବରୁ ମଧ୍ୟ କରିଥିଲି, ବଜେଟ ଉପରୁ ଆସୁଛି ବା ତୁମର ଯୋଉ ରହିଛି 2011 ଜନଗଣନା, ସେଇ ସବୁ ଟପିକକୁ ନେଇକି ପିଲାମାନେ ଆଜି ଆମେ କଣ କରିବା, ଗୋଟେ ମାରାଥନ କରିବା। ଭିଡିଓ ଆରମ୍ଭ କରିବା ପୂର୍ବରୁ ମୁଁ କହି ରଖୁଛି, ଯଦି ତୁମକୁ ଲାଗୁଛି ଯେ କୌଣସି କ୍ୱେଶ୍ଚନର ଆନ୍ସର ପିଲାମାନେ ଭୁଲ ଅଛି, ତେବେ ତମେ ମାନେ ଗୋଟେ କାମ କରିବ, କମେଣ୍ଟ ସେକ୍ସନରେ ତାହାର କରେକ୍ଟ ଆନ୍ସର ନେଇଯିବ। କି ପାଇଁ ନା ମୁଁ ପିଲାମାନେ ଆନ୍ସର ଦେଖେନି, ଇନ କେସ୍ ଯଦି କିଛି ବି ଗୋଟେ ଭୁଲ ହେଇଗଲା, ଆଶା କରିବି ତମେ ମାନେ ତାହାର କରେକ୍ଟ ଆନ୍ସର ଦବ। କିନ୍ତୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ମୁଁ କହି ରଖୁଛି, ତୁମେମାନେ ଜାଣିଥିବ ଛୁଆମାନେ, ବର୍ତ୍ତମାନ ସମୟରେ ତୁମର 4219ଟି ଓଡ଼ିଶା ପୋଲିସ ଡିଷ୍ଟ୍ରିକ୍ଟ କନେଷ୍ଟବଳ ଭ୍ୟାକେନ୍ସି ଆସିବା ପାଇଁ ଯାଉଛି। ତା ପାଇଁ ଆମର ନୂଆ ବେଚ୍ ଯୋଉଟାକି ହେଉଛି ମିଶନ ଖାକି ଷ୍ଟାର୍ଟ ହେଇଯାଇଛି। ତମେମାନେ ଯଦି ପ୍ରିପାରେସନ କରିବା ପାଇଁ ଚାହୁଁଛ, ପ୍ରଥମେ ଆସ ଡେମୋ କ୍ଲାସ ଦେଖ। ଯଦି ତୁମକୁ ଡେମୋ କ୍ଲାସ ବହୁତ ଭଲ ଲାଗୁଛି, ତାପରେ ତୁମେ ପିଲାମାନେ କୋର୍ସ ନେଇପାରିବ। ମନେ ରଖ, ଆସନ୍ତା କାଲି ପାଖରୁ ଆମର ନୂଆ ବେଚ୍ ଷ୍ଟାର୍ଟ ରହୁଛି। ତା ସହିତ ଆମର ଯୋଉ ରହିଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ପାଇଁ ମଧ୍ୟ ଆମର ନୂଆ ବେଚ୍ ଷ୍ଟାର୍ଟ ହେଇଯାଇଛି। ତମେମାନେ ଯଦି ନବା ପାଇଁ ଚାହୁଁଛ ପିଲାମାନେ, ତାହେଲେ ଆଉ ଟିକେ ବି ଲେଟ୍ କରନି। ଆମର ଯୋଉ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ବା ପିଓ ବେଚ୍ ରହିଛି, ତମେମାନେ ପିଓ ବେଚ୍ କୁ ନେଇକି ତମେମାନେ ପଢିପାରିବ। ମନେ ରଖିଥାଉ, ଆମର ପୁରା ବେସିକ ରୁ ପିଲାମାନେ ଷ୍ଟାର୍ଟ ରହୁଛି, ତେଣୁ ତମମାନଙ୍କୁ ବୁଝିବା ପାଇଁ କୌଣସି ବି ଅସୁବିଧା ହବନି। ଏବଂ ତାଠୁ ବଡ କଥା ହେଲା, ତମେ ଯଦି ଚାହିଁବ ଟିଚରଙ୍କ ସହିତ ଡାଇରେକ୍ଟ କ୍ଲାସରେ କଥା ହେଇପାରିବ। ଯୋଉମାନେ ବି ଏନରୋଲ କରିବା ପାଇଁ ଚାହୁଁଛ ବା ଆମ ସହିତ ନିଜର ପ୍ରିପାରେସନକୁ ଷ୍ଟାର୍ଟ କରିବା ପାଇଁ ଚାହୁଁଛ, ତମେମାନେ କରିପାରିବ। ଏବଂ ଆଉ ଯୋଉ ପିଲାମାନେ ଏହାର ନୋଟ୍ ଦରକାର, ମୁଁ ପିଲାମାନେ ତୁମକୁ କହିଛି, ତମେମାନେ ଆମର ଯୋଉ ରହିଛି ଟେଲିଗ୍ରାମ ଗ୍ରୁପରେ ଜଏନ ହେଇପାରିବ, କିମ୍ବା ଆମର ଯୋଉ ଆପ୍ଲିକେସନ ରହିଛି ଯାହାର ନାମ ହେଲା ଅଲ୍ ଏକ୍ସାମ ସାଥୀ, ତମେମାନେ ଆମ ଆପ୍ଲିକେସନକୁ ମଧ୍ୟ ଇନଷ୍ଟଲ କରିପାରିବ। ତ ପିଲାମାନେ ଚାଲ ବର୍ତ୍ତମାନ ସମୟରେ ଆମେ କଣ କରିବା, କ୍ଲାସକୁ ଷ୍ଟାର୍ଟ କରିବା। ଛୁଆମାନେ ତମେ ଜାଣିଛ, ଯୋଉ ତୁମର ୟୁନେସ୍କୋ ହେରିଟେଜ ସାଇଟ୍ ଅଛି, ବେଳେ ବେଳେ କ୍ୱେଶ୍ଚନରେ ଆସିଛି ସବୁଠୁ ଅଧିକ ୟୁନେସ୍କୋ ହେରିଟେଜ ସାଇଟ୍ ତମର କୋଉଠି ଅଛି। ମନେ ରଖିଥାଉ ଛୁଆମାନେ, ସବୁଠୁ ଅଧିକ ୟୁନିଟ୍ ଯୋଉ ରହିଛି ୟୁନେସ୍କୋ ୱାର୍ଲଡ ହେରିଟେଜ ସାଇଟ୍ ପିଲାମାନେ ତମର ଅଛି ମହାରାଷ୍ଟ୍ରରେ ଅଛି। ଏକ୍ସାମ୍ପଲ ଆକାରରେ ଯଦି ମୁଁ କହିବି ତୁମକୁ, ଅଜନ୍ତା କେଭ୍ ପିଲାମାନେ ଏଟା ଗୋଟେ ହବ ତୁମର, ଏଲୋରା କେଭ୍, ଏଲିଫେଣ୍ଟ କେଭ୍, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଏଇଭଳି ପିଲାମାନେ ବହୁତ ସାରା ତୁମର ରହିଛି, ଯୋଉଟା ହଉଛି ସବୁଠୁ ଅଧିକ ତୁମର ଅଛି ମୁମ୍ବାଇରେ। ହୀରାକୁଦ ଡ୍ୟାମ ପିଲାମାନେ, ଯୋଉ ତୁମର ୱାନ୍ ଅଫ ଦ ଲଙ୍ଗେଷ୍ଟ ଆର୍ଥନ ଡ୍ୟାମ ଇନ ଦ ୱାର୍ଲଡ, ଯୋଉଟା ତୁମର ରହିଛି ହୀରାକୁଦ ଡ୍ୟାମ। କ୍ୱେଶ୍ଚନ ହେଲା, ଏଇ ହୀରାକୁଦ ଡ୍ୟାମ କୋଉ ନଦୀ ଉପରେ ଅଛି? ପିଲାମାନେ, ହୀରାକୁଦ ଡ୍ୟାମ ତୁମର ଅଛି ମହାନଦୀ ଉପରେ। ଏବଂ ବେଳେ ବେଳେ ଆସିଯାଏ ଯେ ସର ଅଫ ଓଡିଶା ବୋଲି କୋଉଟା କୁହାଯାଏ। ପିଲାମାନେ, ସର ଅଫ ଓଡିଶା ତମର ହଉଛନ୍ତି କୋଉଠୁ ନା ମହାନଦୀକୁ, ଯେମିତି ତୁମର କୋଶି ସର ବିହାର ହଉଛି ତୁମର କୋଶି, ସେମିତି ମହାନଦୀ ହଉଛି ତୁମର ସର ଅଫ ଓଡିଶା। ଏଇଟା ବି ତୁମର ପିଲାମାନେ ଗୋଟେ ସିଫ୍ଟରେ ଆସିଛି। ମତେ କୁହ, ଆ ଭିତରୁ କୋଉ ନ୍ୟାସନାଲ ପାର୍କଟା ଉତ୍ତର ପ୍ରଦେଶରେ ପିଲାମାନେ ଅଛି? ତୁମେ ଜାଣିଥିବ, ଉତ୍ତର ପ୍ରଦେଶରେ ଆମର ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କର ସରକାର ଚାଲିଛି। ୟୁପି ଯୋଉ ତମର ରହିଛି, ଏଠି ତମର ପିଲାମାନେ କୋଉଟା ଅଛି, ସେଟା ହଉଛି ତମର ଦୁଧୁଆ। ହେଲା, ସେଟା ତମର ହେଲା ଦୁଧୁଆ। ହେଲା, ତାମାନେ ତମର କଣ ପିଲାମାନେ, ୟୁପି ରେ ହଉଛି ତମର ଦୁଧୁବା। ଏଇ ଯୋଉ ଭଣ୍ଡ ଗର୍ଭ, ଏଟା ତମର ହଉଛି ପିଲାମାନେ ମଧ୍ୟପ୍ରଦେଶରେ ଅଛି, ଏମପି ରେ ଅଛି। ପେଞ୍ଚ ବି ତମର ଅଛି, ମଧ୍ୟପ୍ରଦେଶର ଅଛି। ଏବଂ ଶିମିଳିପାଳ ପିଲାମାନେ ତମେ ଜାଣିଛ, ଏଟା ଆମ ଓଡିଶାର କୋଉ ଜିଲ୍ଲାରେ ବାବା, ମୟୂରଭଞ୍ଜ ଜିଲ୍ଲାରେ ତମର ଅଛି। ହେଲା, ତେଣୁ ତମର ଏଟା ହଉଛି ନ୍ୟାସନାଲ ପାର୍କ ଯଦି ଆସିଲା, ସେଟା ତମର ହଉଛି ଦୁଧୁବା, ଯୋଉଟା କି ତମର ଉତ୍ତର ପ୍ରଦେଶରେ ଅଛି। ଅପରେସନ ମେଘଦୂତ, ମେଘଦୂତ ପିଲାମାନେ ତମେ ମାନେ ପଢିଥିବ, ଯେତେବେଳେ ରାମାୟଣ ପଢିଛ ସେତେବେଳେ ମେଘଦୂତଙ୍କ ବିଷୟରେ ପଢିଥିବ। ଏଇ ଯୋଉ ମେଘଦୂତ ପିଲାମାନେ, ଏଇଟା କୋଉଠି? ଏଟା ଗୋଟେ ପିଲାମାନେ ତୁମର ମିଲିଟାରୀ ଅପରେସନ ହେଇଥିଲା। କିଏ କରିଥିଲା ନା ଯୋଉ ତୁମର ଇଣ୍ଡିଆନ ଆର୍ମି ପିଲାମାନେ, ସିଏ ତୁମର ଏଟା କରିଥିଲେ। କୋଉ ମସିହାରେ ରେ ବାବା, ନା ତୁମର 1984 ରେ ପିଲାମାନେ କରିଥିଲେ। କୋଉଠି ହେଇଥିଲା ତୁମର? ଲଦାଖରେ ଯୋଉ ତୁମର ସିଆଚିନ ଗ୍ଲେସିୟର ଅଛି ପିଲାମାନେ, ସେଇଠି ତମର ଏଇ ଅପରେସନଟା ହେଇଥିଲା, ଯୋଉଟା କି ୱାର୍ଲଡର ସବୁଠୁ ହାଇଏଷ୍ଟ ବେଟାଲ ଫିଲ୍ଡ ପିଲାମାନେ ଯୋଉ କୁହାଯାଏ, ସେଇଠି ତମର ଏଟା ହେଇଥିଲା। କୋଉଠି ନା ତମର ସିଆଚିନ ଗ୍ଲାସିୟର, ଯୋଉଟା ତମର କୋଉଠି ଅଛି ନା ତମର ଲଦାଖରେ ଅଛି। ବୁଝିହେଲା, 1984 ରେ ପିଲାମାନେ ଏଟା ତମର ହେଇଥିଲା। କୋଉ ପାସ୍ ତମର କନେକ୍ଟ କରୁଛି ଶ୍ରୀନଗରରୁ ଲେହ? ଛୁଆମାନେ, ତମେ ଯଦି ଆଗରୁ କେବେ ଯାଇଥିବ ଶ୍ରୀନଗରରୁ ଲେହ, ଆଗରୁ କଣ ହଉଥିଲା ନା ବହୁତ ଡିଷ୍ଟାନ୍ସ କଭର କରିବା ପାଇଁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଗୋଟେ ନୂଆ ତମର ହେଇଛି, ଯେତେବେଳେ ନୂଆ ଗଭର୍ଣ୍ଣମେଣ୍ଟ ଗୋଟେ କରିଛି, ଯୋଉଟା ତମର ପିଲାମାନେ କଣ, ସେଟା ହେଲା ତମର ଜଜିଲା ପାସ୍। ହେଲା, ଜଜିଲା ପାସ୍, ଯୋଉଟା କି କନେକ୍ଟ କରୁଛି ଶ୍ରୀନଗରରୁ ଲେହ, ଲେହ କରୁଛି। ଏବଂ ଏଟା ପିଲାମାନେ କୋଉଠି ଅଛି ନା ତୁମର ଲଦାଖରେ। ଯଦି ମୁଁ ତୁମକୁ କହିବି, ଲଦାଖରେ ଗୋଟେ ଡିଷ୍ଟ୍ରିକ୍ଟ ଅଛି, ଯୋଉଟା ହଉଛି ତୁମର କାର୍ଗିଲ। ଲଦାଖର କାର୍ଗିଲ ଡିଷ୍ଟ୍ରିକ୍ଟରେ ଛୁଆମାନେ ଏଇଟା ତମର ଅଛି।
ଏବଂ ଆର ଯୋଉ ତମର କହିବି ମୁଁ ଏଟା ତମର ହଉଛି 3528 3528 ମିଟର ଏବଂ ସମୁଦ୍ର ପତନ ଠାରୁ 11,575 ଫୁଟ ଉପରେ ତମର ପିଲାମାନେ ଏଇଟା ରହିଛି। ଏବଂ ଏଇଟା ତମର କଣ ରହୁଛି ନା ଏଇ ଯୋଉ ତମର ରହିଛି ପୂର୍ବରୁ କଣ ହଉଥିଲା ନା ଯେତେବେଳେ ତୁମର ହେଭି ରେନଫଲ ମାନେ ତମର ଯେତେବେଳେ ସ୍ନୋଫଲ ହଉଥିଲା ସେତେବେଳେ ବନ୍ଦ ହେଇଯାଉଥିଲା, କିନ୍ତୁ ଇଏ ବର୍ତ୍ତମାନ ସମୟରେ ଠିକ ଠାକ ରହୁଛି। ଏବଂ ଇଏ କଣ କରୁଛି ନା ପୂର୍ବରୁ ଯୋଉ ଡିଷ୍ଟାନ୍ସ ଯୋଉ ତମର ହେଭି ଡିଷ୍ଟାନ୍ସ ତୁମକୁ ବୁଲି ବାଲିକି ଯିବା ପାଇଁ ପଡୁଥିଲା, ସବୁ ୱେଦରରେ ଯିବା ପାଇଁ ତମକୁ ଅସୁବିଧା ହଉଥିଲା, ଏଇଟା ହବା ଦ୍ୱାରା କଣ ହଉଛି ଯେକୌଣସି ବି ୱେଦର ହଉ ତମେ ଶ୍ରୀନଗରରୁ ଲେ ଆରାମରେ ଯାଇପାରିବ ହେଲା। ଜଜିଲା ପାସ୍ ହ୍ୱିଚ ଇଣ୍ଡିଆନ ସିଟି ଷ୍ଟିଲ ସିଟି ଅଫ ଇଣ୍ଡିଆ ବୋଲି ପିଲାମାନେ କାହାକୁ କୁହାଯାଏ? ଦେଖ ଷ୍ଟିଲ ସିଟି ହେଲା ତମର ପିଲାମାନେ କୋଉଟା ତମେ ଜାଣିଛ, ଏଟା ହେଲା ଆମର ରାଉରକେଲାକୁ କୁହାଯାଏ ଷ୍ଟିଲ ସିଟି ଅଫ ଇଣ୍ଡିଆ ବୋଲି କୁହାଯାଏ। ଯେମିତି ତମର ପିଙ୍କ ସିଟି ଅଛି, ସିଲ୍କ ସିଟି ଅଛି ହେଲା, ସେମିତି ତମର ଏଟା ହେଲା ଷ୍ଟିଲ ସିଟି ହଉଛି ଏଇଟା। ହଉ ତାପରେ ଯିବା ଲୁନାର ଲେକ୍। ଲୁନାର ଲେକ୍ ପିଲାମାନେ ଏଇଟା ତମର ଫର୍ମଡ ଡ୍ୟୁ ଟୁ ଦ ମେଟେଡ୍ ଇମ୍ପାକ୍ଟ। ଏଇ ଯୋଉ କ୍ୱେଶ୍ଚନ ସେ ପଚାରିଛି କଣ, ଏଇ ଯୋଉ ଲୋନାର ଲେକ୍ ପିଲାମାନେ ଏଟା ତମର କୋଉଠି ଅଛି? ମନେ ରଖିଥାଉ ଲୋନାର ଲେକ୍ ତମର ପିଲାମାନେ ମହାରାଷ୍ଟ୍ରର ଗୋଟେ ତମର ଅଛି ବୁଲଧାନା ଡିଷ୍ଟ୍ରିକ୍ଟ। କୋଉ ଡିଷ୍ଟ୍ରିକ୍ଟ ବାବା? ନା ସାର୍ ବୁଲଧାନା ଡିଷ୍ଟ୍ରିକ୍ଟ। ଏଇଠି ପିଲାମାନେ ତମର ଏଟା ରହିଛି। ଯେତେବେଳେ ତମର ଡେକାନ ପ୍ଲେଟୁର ତାର ଯୋଉ ରହିଛି ସେଇଠୁ ପିଲାମାନେ ଏଟା ତମର ତିଆରି ହେଇଛି, ବୁଝିହେଲା। ତ ଏଟା ତମର କୋଉଠି ଅଛି ବାବା? ଏଟା ତମର ହଉଛି ଗୋଟେ ରାମସାର ୱେଟଲ୍ୟାଣ୍ଡ ବୋଲିକି ମଧ୍ୟ ଏଟା ତମର ଯଦି ଆସେ ବେଳେ ବେଳେ ଯେ ଏଟା ଗୋଟେ କଣ, ଏଟା ହଉଛି ତମର ଗୋଟେ ରାମସାର ୱେଟଲ୍ୟାଣ୍ଡ ବୋଲି। ଲୋନାର ଲେକ୍ ଯୋଉଟା ତମର ମହାରାଷ୍ଟ୍ରର ବୁଲଧାନା ଡିଷ୍ଟ୍ରିକ୍ଟରେ ଅଛି। ହୁଇଚ ଅଫ ଦ ଫଲୋଇଂ ରିଭର ଡଜ ନଟ୍ ଅରିଜିନେଟେଡ ଫ୍ରମ ୱେଷ୍ଟର୍ଣ୍ଣ ଘାଟ? ୱେଷ୍ଟର୍ଣ୍ଣ ଘାଟରୁ ଆ ଭିତରୁ କୋଉ ନଦୀଟା ବାହାରିନି? ଦେଖ ତୁମର ଗୋଦାବରୀ ନଦୀ ପିଲାମାନେ ଏଟା ବି ତୁମର ୱେଷ୍ଟର୍ଣ୍ଣ ଘାଟରୁ ଆସିଛି, କୃଷ୍ଣା ନଦୀ ବି ତୁମର ୱେଷ୍ଟର୍ଣ୍ଣ ଘାଟରୁ ଆସିଛି, କାବେରୀ ବି ତୁମର ଆସିଛି, କିନ୍ତୁ ମହାନଦୀଟା ତୁମର ଛତିଶଗଡ଼ରୁ ପିଲାମାନେ ଆସିଛି, ବୁଝିହେଲା। ଏଟା ତୁମର ଛତିଶଗଡ଼ରୁ ଆସିଛି, ତେଣୁ କରେକ୍ଟ ଆନ୍ସର ହବ ଆର ମହାନଦୀ ହବ ଏହାର କରେକ୍ଟ ଆନ୍ସର। ହଉ କଲେଶ୍ୱରମ୍ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ, ପ୍ରଥମ କଥା ଆଗେ ବୁଝ ଏଇ ଯୋଉ କଲେଶ୍ୱରମ୍ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ରହିଛି ପିଲାମାନେ, ଏଇଟା ବେଳେ ବେଳେ ଆସେ ଯେ ଏଟା କୋଉ ନଦୀ ଉପରେ ଅଛି। ଏଟା ଛୁଆ ମାନେ ମନେ ରଖିଥାଅ, ଏଟା ହଉଛି ତମର ଗୋଦାବରୀ। ଗୋଦାବରୀ ନଦୀ ଉପରେ ପିଲାମାନେ ଏଟା ତମର ରହିଛି। ଏଟା ତମର ହେଲା ଗୋଟେ ମଲ୍ଟି ପର୍ପଜ, ଦୁଇଟା ମେନ୍ ପର୍ପଜ ଆର କଣ? ପ୍ରଥମ କଥା ହେଲା ଇଏ କଣ କରୁଛି ଯୋଉ ଡ୍ରିଙ୍କିଂ ୱାଟରର ଯୋଉ ରହିଛି ପିଲାମାନେ, ପ୍ରଥମ ହେଲା ଡ୍ରିଙ୍କିଂ ୱାଟର ଏବଂ ଦ୍ୱିତୀୟଟା ହେଲା ତମର ଇରିଗେସନ। ଏଟା ଗୋଟେ ମଲ୍ଟି ପର୍ପଜ ଡ୍ୟାମ ଯୋଉଟା କି ତମର ସବୁବେଳ କାମ ପାଇଁ ଏଟା ତମର ହୁଏ ହେଲା। ଡ୍ରିଙ୍କିଂ ୱାଟର କଥା କହିପାରିବ କିମ୍ବା ତମର ଯଦି ମୁଁ କହିବି ଇରିଗେସନ ପାଇଁ ମଧ୍ୟ ଏଟା ହୁଏ। ଏଟା ଅଛି କୋଉଠି କୋଉ ଷ୍ଟେଟରେ ପିଲାମାନେ? ନା ତେଲେଙ୍ଗାନା ଷ୍ଟେଟରେ ଅଛି ହେଲା, ତେଲେଙ୍ଗାନା ଷ୍ଟେଟରେ ଅଛି ଏବଂ ଗୋଦାବରୀ ନଦୀ ଉପରେ। ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଏଟା ତମର କୋଉଠି ରହିଛି, କୋଉ ଷ୍ଟେଟରେ ଅଛି? ମୁଁ ଆଉ ଥରେ ପିଲାମାନେ କହିଦଉଛି, ଯଦି କୌଣସି କ୍ୱେଶ୍ଚନର ଆନ୍ସର ତମକୁ ଲାଗୁଛି ଭୁଲ ଅଛି ବୋଲିକି ତମେ ମାନେ କମେଣ୍ଟ ସେକ୍ସନରେ ତାର ଆନ୍ସର ଲେଖିଦବ। ଇନ୍ଦ୍ରାବତୀ ତମର ଅଛି ପିଲାମାନେ ଛତିଶଗଡ଼। ଛତିଶଗଡ଼ରେ ତମର ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଛି। ହଉ ତମର ଯେତିକି ପିଲାମାନେ ୟୁନିୟନ ଟେରିଟୋରୀ ଅଛି, ସବୁଠୁ ସାନ ୟୁନିୟନ ଟେରିଟୋରୀ କୋଉଟା? ସେଟା ତମର ହେଲା ପିଲାମାନେ ଲକ୍ଷାଦ୍ୱୀପ ବା ଲାକ୍ଷାଦ୍ୱୀପ ଆମେ ଯୋଉଟା କହୁଛେ, ସବୁଠୁ ସାନ ହେଲା ତମର ଲାକ୍ଷାଦ୍ୱୀପ। ସିଟି ଅଫ ଜୟ ପିଲାମାନେ କାହା କୁହନ୍ତି? ଆମର ହଉଛି କଣ ଦିଦି ମମତା ଦିଦିଙ୍କ ଜାଗା ହେଲା। ସେଟା ତୁମର ପିଲାମାନେ ଆଗରୁ ଥିଲା ସିଟି ଅଫ ଜୟ, କିନ୍ତୁ ବର୍ତ୍ତମାନ ସେଟା ଆଉ ସିଟି ଅଫ ଜୟ ନୁହେଁ, ସେଟା ବର୍ତ୍ତମାନ ସିଟି ଅଫ ରେପିଷ୍ଟ ହେଇଯାଇଛି ହେଲା। ସବୁ ରେପିଷ୍ଟ ମାନଙ୍କର ସେଟା ବର୍ତ୍ତମାନ ଜାଗା ହେଇଯାଇଛି କୋଉଟାରେ ବାବା? ଏଟା ହଉଛି ତମର କଲିକତା। ତେଣୁ ଏଟା ତମର ସିଟି ଅଫ ଜୟ କହିଲେ କୋଉଟା ବୁଝିବ? ନା ସେଟା ହଉଛି ତମର କଲିକତା, ୱେଷ୍ଟ ବେଙ୍ଗଲ କଲିକତା ବୋଲିକି ବୁଝେଇବ। ତାପରକୁ ଯିବା ହୁଇଚ ରିଭର। ତମେ ଯଦି ଦେଖିବ ପିଲାମାନେ ଏଟା ତମର ହଉଛି ଇଣ୍ଡିଆ ଆଉ ତମର ଏଟା ହଉଛି ନେପାଳ ହେଲା। ଏଟା ହଉଛି ତମର ନେପାଳ। ଇଣ୍ଡିଆ ଆଉ ନେପାଳ ଭିତରେ ପିଲାମାନେ ଗୋଟେ ନଦୀ ଅଛି, କୋଉ ନଦୀ କୁହନ୍ତି ଏଟାକୁ? ତାକୁ କୁହନ୍ତି ମହାକାଳୀ ନଦୀ ବା ତାକୁ ଶାରଦା ନଦୀ ବୋଲି କୁହନ୍ତି ହେଲା। ଇଣ୍ଡିଆ ଆଉ ନେପାଳ ଭିତରେ ଦେଖ ତମର ଗୋଟେ ଅଛି ଯାହାକୁ ଆମେ କହୁଛେ ମହାକାଳୀ ବା ତାକୁ ଶାରଦା ଶାରଦା ରିଭର ବୋଲି ସେଟାକୁ କୁହାଯାଏ। ହଉ ହୁଇଚ ପୋର୍ଟ ଇଜ ନୋନ୍ ଦ ପ୍ରଥମ ମେଜର ପୋର୍ଟ ଅନ୍ ଦ ଇଷ୍ଟ କୋଷ୍ଟ ଆଫ୍ଟର ଇଣ୍ଡିପେଣ୍ଡେନ୍ସ? ଯେତେବେଳେ ପିଲାମାନେ ଇଣ୍ଡିପେଣ୍ଡେନ୍ସ ତୁମର ହେଲା, ଇଣ୍ଡିପେଣ୍ଡେନ୍ସ ପରେ ମାନେ ମୁଁ ତୁମକୁ ଯଦି ମୁଁ କହିବି 1966 ପାଖାପାଖି, ସେତେବେଳେ ଇଷ୍ଟ କୋଷ୍ଟ ରିଜିଅନରେ ଯଦି ମୁଁ ସବୁଠୁ ମେଜର ପୋର୍ଟ ଯୋଉଠି ତୁମର ବେଶୀ ଜିନିଷ ପତ୍ର ଇଏ ହୁଏ, ସେଟା ପିଲାମାନେ ହେଲା ତୁମର କୋଉଟା? ନା ପାରାଦୀପ। ଯୋଉଟା ତୁମର କୋଉଠି ନା ମହାନଦୀର କନଫ୍ଲୁଏନ୍ସରେ ଏଟା ପିଲାମାନେ ଅଛି ଏବଂ ବେ ଅଫ ବେଙ୍ଗଲକୁ ସହିତ ମଧ୍ୟ ଏଟା ରହିଛି। ଏବଂ ମୁଁ ଯଦି କହିବି ଏଟା ଅଛି କୋଉଠି? ନା ଏଟା ତମ ଓଡିଶାରେ ଅଛି ପିଲାମାନେ। ଯେତେବେଳେ 1966 ପରେ ପରେ ପିଲାମାନେ ଯେତେବେଳେ ଏଟା ହେଲା ଇଣ୍ଡିପେଣ୍ଡେନ୍ସ ପରେ ପରେ, ଏଇଟା ଇଣ୍ଡିଆର ମାନେ ଇଷ୍ଟ କୋଷ୍ଟରେ ଏଟା ତମର ସବୁଠୁ ଅଧିକ ଯୋଉ ଜିନିଷ ପତ୍ର ଯାହାବି ଆମର ହଉଛି ଇମ୍ପୋର୍ଟ ଏକ୍ସପୋର୍ଟ ହୁଏ, ତୁମର ଏଟା ପାରାଦୀପରେ ହିଁ ହୁଏ, ବୁଝିହେଲା। ଏବଂ ଏଟା ତମର କୋଉଟା? ନା ତମର ଯୋଉ ରହିଛି କଣ କଣ ହୁଏ? ବେଳେ ବେଳେ ଆସିଯାଏ ଯେ ପାରାଦୀପରେ ତୁମର କଣ କଣ ହୁଏ? ନା ତୁମର ଯୋଉ ଆଇରନ୍ ଅର୍ କିମ୍ବା ଆଲୁମିନିୟମ କିମ୍ବା କୋଲ, ଏସବୁ ଜିନିଷ ପିଲାମାନେ ପାରାଦୀପ ପୋର୍ଟରେ ସବୁଠୁ ଅଧିକ ଇମ୍ପୋର୍ଟ ଏକ୍ସପୋର୍ଟ ହଉଥାଏ।
ସଏଲ୍ ଫାଉଣ୍ଡେସନ୍ ଇନ୍ ଛୋଟନାଗପୁର ପ୍ଲେଟୁ। ଏଇଟା ବେଳେବେଳେ ପିଲାମାନେ ଆସିଯାଏ। ଯଦି ତୁମକୁ ମୁଁ ଆମ ଓଡ଼ିଶାର ମେପ୍ କଥା କହିବି, ଓଡ଼ିଶାର ଯୋଉ ତମର ସମୁଦ୍ର ପାଖରେ ଯୋଉ ଜିଲ୍ଲା ଯେମିତି ତୁମର ବାଲେଶ୍ୱର କଥା କୁହ, ପୁରୀ ଏଗୁଡିକ କଥା କହୁଛି ମୁଁ। ଏଠି ପିଲାମାନେ କୋଉ ମୂର୍ତ୍ତିକା ଏଟା ତମର ଆସିଥିଲା ଆଲୁଭିଆଲ ସଏଲ୍ ପିଲାମାନେ ଦେଖାଯାଏ ହେଲା। ଯଦି ତମର ଛୋଟନାଗପୁର ପ୍ଲେଟୁ ପିଲାମାନେ ଏଇ ଜାଗାଟା, ଏଠି ତମର କୋଉ ସଏଲ୍ ଯଦି ତମର ଛୋଟନାଗପୁର ପ୍ଲେଟୁ ଆସିଲା, ଏଟା ତମର ହେଲା ରେଡ୍ ଏବଂ ୟେଲୋ ସଏଲ୍ ପିଲାମାନେ ତମର ବେଶୀ ଦେଖାଯାଏ ଛୋଟନାଗପୁର ପ୍ଲେଟୁରେ। ହଉ ତାପରେ କ୍ୱେଶ୍ଚନକୁ ଯିବା। ଲାର୍ଜେଷ୍ଟ ପ୍ରଡ୍ୟୁସର ଅଫ୍ ରାଇସ୍ ଦେଖ ଏଠି ପିଲାମାନେ ଆମେ ଜାଣିଛ ଯେ ଆମର ଓଡ଼ିଶା ବାଲା ଆମର ଆଉ ୱେଷ୍ଟ ବେଙ୍ଗଲଙ୍କର ଖାଦ୍ୟ ପିଲାମାନେ ପୁରା ସେମ୍ ତୁମେ ଜାଣିଥିବ। ତେଣୁ ଯଦି ଭାତ କଥା ପିଲାମାନେ ଆସିଲା ତୁମେ କହିବ ସାର୍ ଆନ୍ଧ୍ରା ବାଲା ବି ତ ବେଶୀ ଭାତ ଖାଆନ୍ତି, କିନ୍ତୁ ଛୁଆ ଆନ୍ଧ୍ରା ଠାରୁ ଯୋଉ ୱେଷ୍ଟ ବେଙ୍ଗଲ ଯୋଉ ବେଙ୍ଗଲୀ ଲୋକମାନେ ରହିଛନ୍ତି ସେମାନେ ଟିକେ ବେଶୀ ଭାତ ଖାଆନ୍ତି। ପଞ୍ଜାବ ଏମାନେ ପିଲାମାନେ ଆଙ୍କର ରୁଟି ବେଶୀ ଚାଲେ। ଉତ୍ତରପ୍ରଦେଶ ବି ତୁମେ ଯାଅ ସେମାନେ ବି ବେଶୀ ଭାତ ପ୍ରେମୀ ନୁହେଁ, କିନ୍ତୁ ୱେଷ୍ଟ ବେଙ୍ଗଲରେ ହଉଛି ପିଲାମାନେ ଟିକେ ହଉଛି କଣ ଭାତ ଖାଆନ୍ତି। ତେଣୁ ଲାର୍ଜେଷ୍ଟ ପ୍ରଡ୍ୟୁସର ଅଫ୍ ରାଇସ୍ ଇଣ୍ଡିଆ ହଉଛି ୱେଷ୍ଟ ବେଙ୍ଗଲ। ମାଉଣ୍ଟ କାଞ୍ଚନଜଙ୍ଗା, ଏଇ ଯୋଉ କାଞ୍ଚନଜଙ୍ଗା ପିଲାମାନେ ରହିଛି ଦେଖ ମୁଁ ତୁମକୁ ଦେଖଉଛି, ଏଟା ତମର ହଉଛି ଇଣ୍ଡିଆ, ତାପରେ ଏଟା ତମର ହେଇଗଲା ନେପାଳ, ଏଇ ଜାଗାରେ ପିଲାମାନେ ତମର ହଉଛି କାଞ୍ଚନଜଙ୍ଗା। କାଞ୍ଚନ କାଞ୍ଚନଜଙ୍ଗା ଯଦି ତୁମକୁ ମୁଁ କହିବି ଏଟା ତମର ହଉଛି ବର୍ଡରରେ ଅଛି। କୋଉଟା ବର୍ଡର ନା ତମର ତିନିଟା, ଗୋଟେ ହେଲା ତମର ସିକିମ, ଇଣ୍ଡିଆ ଆଉ ତମର ନେପାଳ, ଏଇ ତିନିଟା ବର୍ଡରରେ ତମର ରହୁଛି। ତେଣୁ କାଞ୍ଚନଜଙ୍ଗା ପିଲାମାନେ କୋଉଠି, ଏଟା ହଉଛି ତମର ସିକିମରେ ହେଲା। ଏବଂ ଏଟା ପିଲାମାନେ ବଡଟା ନେପାଳ ଆଉ ତମର ଯୋଉ ନେପାଳର ଗୋଟେ ଅଛି କଣ ତେନଲୁଙ୍ଗ ଡିଷ୍ଟ୍ରିକ୍ଟ ଗୋଟେ ରହିଛି, ନେପାଳର ତେନଲୁଙ୍ଗ ଡିଷ୍ଟ୍ରିକ୍ଟ ଆଉ ତମର ହଉଛି ସିକିମର ଏଟା ହଉଛି ଗୋଟେ ବର୍ଡର ଏରିଆ ବୋଲି କୁହାଯାଏ। ହଉ ତାପରକୁ ଯିବା। ହ୍ୱିଚ୍ ଅଫ୍ ଦ ଫଲୋଇଂ କଣ୍ଟ୍ରି, କୋଉ କଣ୍ଟ୍ରି ଆମ ଇଣ୍ଡିଆ ସହିତ ସବୁଠୁ ବଡ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ ସେୟାର କରୁଛି। ଏଟା ପିଲାମାନେ କିଏ କରୁଛି ନା କାଙ୍ଗୁଳୁ ମାନେ। କାଙ୍ଗୁଳୁ ତୁମେ ଜାଣିଛ ଛୁଆ ମାନେ ମୁଁ କାହାକୁ କାଙ୍ଗୁଳୁ କୁହେ, ଏଟା ଛୁଆ ମାନେ ହେଲା ବାଂଲାଦେଶୀ। ବାଂଲାଦେଶ ହଉଛି ସବୁଠୁ ଅଧିକ ଆମ ସହିତ ବର୍ଡର ସେୟାର କରୁଛି। ଏବଂ ଯଦି ସବୁଠୁ କମ୍ ବର୍ଡର କିଏ କହିବି ସେଟା ହେଲା ତମର ହେଲା ଆଫଗାନିସ୍ତାନ। ଅଳ୍ପ ବର୍ଡର, ସବୁଠୁ କମ୍ ବର୍ଡର ହଉଛି ଏଇଟା। ପିଲାମାନେ ଏଇଟାକୁ ନେଇକି ମୁଁ ଅଲରେଡି ଗୋଟେ ଡେଡିକେଟେଡ କ୍ଲାସ କରିସାରିଛି। ଯୋଉମାନେ ବି ଦେଖିବା ପାଇଁ ଚାହୁଁଛ ସେମାନେ ଆମ ଆପ୍ଲିକେସନର ଲାଇଭ କ୍ଲାସ ସେକ୍ସନକୁ ଯାଅ। ସେଠି ମୁଁ ତମର ନାଇବରିଂ କଣ୍ଟ୍ରିକୁ ନେଇକି ଗୋଟେ ଟ୍ରିକି କ୍ଲାସ କରିଛି। ଯୋଉମାନେ ବି ଦେଖିବା ପାଇଁ ଚାହୁଁଛ ଦେଖିଦିଅ। ଏଇଠୁ ଗୋଟେ କ୍ୱେଶ୍ଚନ ତମର 100% ପିଲାମାନେ ଆସୁଛି। ଏଇ ଯୋଉ ଇଣ୍ଡିଆର ସବୁଠୁ ବଡ ଡେଜର୍ଟ ପିଲାମାନେ ସେଟା ତମର କୋଉଠି ଅଛି। ଏଟା ବହୁତ ଇଜି କ୍ୱେଶ୍ଚନ ପିଲାମାନେ। ସବୁଠୁ ବଡ ଡେଜର୍ଟ ଅବଭିୟସଲି ରାଜସ୍ଥାନରେ ଥିବ, ଗୁଜରାଟର ନାହିଁ। ତେଣୁ ତମର ରାଜସ୍ଥାନରେ ସବୁଠୁ ବଡ ଡେଜର୍ଟ ଅଛି। ନାଟା କଣ ଟିକେ ମତେ କମେଣ୍ଟ ସେକ୍ସନରେ ଲେଖିଦବ। ୱାର୍ଲଡ ହେରିଟେଜ ସାଇଟ୍ ଯୋଉଟା ତମର ହେଲା କଣ ଭୀମବଟକା ରକ୍ ସେଲ୍ଟର। ଏଇଟା ତମର କୋଉଠି ଅଛି, ଏଇଟା ତମର ପିଲାମାନେ ହେଲା ଭୋପାଳ ହେଲା। ମଧ୍ୟପ୍ରଦେଶର ଗୋଟେ ତାଙ୍କର ଅଛି ଯୋଉଟା ହଉଛି ତମର ଭୋପାଲ, ସେଠି ପିଲାମାନେ ଏଟା ତମର ରହିଛି। ଏବଂ ଏଟା ଏକ୍ଜାକ୍ଟଲି ପିଲାମାନେ ଭୋପାଲ ନୁହେଁ, ଭୋପାଲରୁ ତୁମେ ଯଦି ଯିବ 45 କିଲୋମିଟର ସାଉଥ ପଟକୁ ତାହେଲେ ପିଲାମାନେ ତୁମେ ଏଟା ପାଇବ ହେଲା। ମାନେ ଭୋପାଲରୁ ବି ଆଉ ଟିକେ ଦୂରିଆରେ ରହିଛି, ଯୋଉଟା ତମର ହଉଛି ମଧ୍ୟପ୍ରଦେଶର ଅଛି। ଚାଲ ପ୍ରଥମ ଇଣ୍ଡିଆନ ଯିଏକି ତମର ଜିତିଥିଲେ କୋଉଠି ନା ନୋବେଲ ପୁରସ୍କାର ଜିତିଥିଲେ। ଦେଖ ପ୍ରଥମ ଇଣ୍ଡିଆନ ଯିଏକି ନୋବେଲ ପୁରସ୍କାର ଜିତିଥିଲେ ସେ ପିଲାମାନେ ତୁମର କିଏ ନା ରବୀନ୍ଦ୍ରନାଥ ଟାଗୋର, ଯିଏକି 1913ରେ ପିଲାମାନେ ତାଙ୍କର ଯୋଉ ପ୍ରସିଦ୍ଧ ତାଙ୍କର ଲିଖନୀ ଯାହାର ନାଁ ଥିଲା ଗୀତାଞ୍ଜଳି ହେଲା। ଗୀତାଞ୍ଜଳି ପାଇଁ ପିଲାମାନେ ତାଙ୍କୁ ମିଳିଥିଲା ନୋବେଲ ପୁରସ୍କାର ପାଇଁ ମିଳିଥିଲା। ବୁଝିହେଲା 1913 ମସିହାରେ। ଏବଂ ସିଏ ଜଣେ ନୋବେଲିଷ୍ଟ ଥିଲେ, ଜଣେ ପେଣ୍ଟର ଥିଲେ, ଜଣେ ଫିଲୋସଫର, ଜଣେ ମ୍ୟୁଜିସିଆନ ଏବଂ ତା ସହିତ ସିଏ ଜଣେ କମ୍ପୋଜର ମଧ୍ୟ ଥିଲେ। ହୁ ଏମଙ୍ଗ ଦ ଫଲୋଇଂ ଆୱାର୍ଡ ଭାରତ ରତ୍ନ କାହାକୁ ପିଲାମାନେ 2023ରେ ମୋର ଏଇ ଯୋଉ ମାନେ ଏଇଟା କଣ କଣ ଅଛି ମୃତ୍ୟୁ ପରେ ଯୋଉଟା ତମର ମିଳେ, ବହୁ ଜଣଙ୍କୁ ପିଲାମାନେ ମିଳେ ମାନେ ମରଣୋତ୍ତର, ଯୋଉଟା କି ମୁଁ ଓଡିଆରେ ଯଦି ମୁଁ କହିବି ମରଣୋତ୍ତର ବୋଲି କୁହାଯାଏ, ମୃତ୍ୟୁ ପରେ ମିଳେ। କାହାକୁ ପିଲାମାନେ ଏଟା ମିଳିଛି, ଏଟା ତୁମର ହେଲା କାର୍ପୋରୀ ଠାକୁର, ତାଙ୍କୁ ମିଳିଥିଲା 2023ରେ ଭାରତ ରତ୍ନ ହେଲା। 22 ନମ୍ବର ଗଲା ପଦ୍ମ ଆୱାର୍ଡସ ପିଲାମାନେ ଏଟା ତୁମର କେବେ ସ୍ଥାପନ ମାନେ କେବେଠୁ ତୁମର ଏଟା ହେଇଥିଲା। ଯୋଉ ତୁମର ପଦ୍ମ ଆୱାର୍ଡ ପିଲାମାନେ ଦିଆଯାଏ ଯେତେବେଳେ ତୁମର ଦେଶ ସ୍ୱାଧୀନ ହେଲା 1947, ତା ପରେ ପରେ ପିଲାମାନେ ମାନେ 1954 ପରଠାରୁ ତମର ପଦ୍ମ ଆୱାର୍ଡ ପିଲାମାନେ ଦିଆଯାଏ। ମନେ ରହିବ ସମସ୍ତଙ୍କର। ଚାଲ ତାପର କ୍ୱେଶ୍ଚନକୁ ଯିବା। ଅଶୋକ ଚକ୍ର ଦେଖ ଏଠି ହଉଛି ତମର ଏଗୁଡିକ ପିଲାମାନେ ତମର ସେନା ମେଡାଲ, ଗୋଟେ ତମର ରହୁଛି ପରମବୀର ଚକ୍ର, ଅଶୋକ ଚକ୍ର ତମର ହଉଛି ଏଇଟା, ମହାବୀର ଚକ୍ର, କୀର୍ତ୍ତି ଚକ୍ର, ବୀର ଚକ୍ର, ଶୌର୍ୟ ଚକ୍ର। ଯୋଉ ଅଶୋକ ଚକ୍ର ପିଲାମାନେ ଦିଆଯାଏ ଏଟା ତମର କୋଉଠିକି ଦିଆଯାଏ ଜାଣିଛ ନା ବ୍ରେଭାରି ଇନ ପିସ୍ ଟାଇମ ହେଲା। ଅସୀମ ବାହାଦୁରୀ ଯୋଉ ତମର ଥାଏ ସେଇ କ୍ଷେତ୍ରରେ ପିଲାମାନେ ଦିଆଯାଏ। 24 ନମ୍ବର ଅପସନ ବି ହବ ଏହାର କରେକ୍ଟ ଆନ୍ସର। ତାପରକୁ ଯିବା 2023ରେ ପିଲାମାନେ ଦେଖ ତମର ନୋବେଲ ପିସ୍ ପ୍ରାଇଜ ଆୱାର୍ଡ କାହାକୁ ମିଳିଛି। ଏଇଟା ପିଲାମାନେ ତମର ହଉଛି ଗୋଟେ ମୁଁ ହୋମୱାର୍କ ଦେବି, ଏଟା ତମେ ମାନେ ଟିକେ କମେଣ୍ଟ ସେକ୍ସନରେ ଆର ଆନ୍ସରଟା ଲେଖିଦବ। ଏଟା ତମର ହଉଛି ହୋମୱାର୍କ। ଯୋଉ ମୁଁ ତୁମକୁ ପୂର୍ବରୁ ବି ପିଲାମାନେ କହିଛି ଯେ
जो माने कमेंट सेक्शन ले आंसर लिखुच टॉप 3 पिलांको आमे कोन करिबा संपूर्ण मागणा रे आम एप्लिकेशन ले पठेबा। तेणु जो माने भी तमे आंसर दउच होमवर्क दउच ट्राई करो जथा शीघ्र दबा पई कारण पूर्वरु मध्य आम वीडियो रे जो माने कमेंट सेक्शन रे देइचंती सेमान को आमे मागणा रे बहुत सारा पिलांको पढेइचु। तेणु तमे जदि वीडियो देखुच तेबे कमेंट सेक्शन ले निश्चय रूप रे तमे माने यार आंसर को लिखि दियो। तापर क्वेश्चन को जिबा ओडिसा रो कोउटा होची गोटे क्लासिकल डांसर पिला माने मणिपुर होची मणिपुर रो कुचिपुड़ी तो हबनी कथकली तो हमर नुहे ओडिसा रो कहले कोउटा हबो रे बाबा एटा तुमर हला ओडिसी डांस हला तुमर ओडिसा रो डांस। लिंगराज टेम्पल पिला माने जोटा तुमर होची तुमर थिले जो देखो एठी बहुत सारा पिला कोन करंती ना से माने भाबी दियंती जे गंगा तुम माने जानिथिबो पिला माने ईस्टर्न गंगा डायनेस्टी को ओडिसा रो गोल्डन एज बोली कहै जाय कारण तांको समय रे तुमर बहुत सारा टेम्पल कोणार्क बगर आरंभ करके बहुत सारा टेम्पल तैयारी हेतिला किंतु एटा जो तुमर एटा तुमर किए करथिले ना जजाति केसरी पिला माने करथिले टिके मने रखो जजाति केसरी 11th सेंचुरी समय रे तुमर जजाति केसरी पिला माने करथिले सी जने समवंशी राजा थिले किंतु सीए पिला माने स्टार्ट तो करथिले किंतु कंप्लीट करथिले कि तांको पुओ जाका ना थिला उद्यत केसरी से पिला माने एटा करथिले एवं बेले बेले आसे जे तुमर जगमोहन की तैयारी करथिले पिला माने धरा जाऊ एटा तुमर होची कोन ना लिंगराज टेम्पल आगरे पिला माने देखियो गोटे छुटिया मंदिर जोटा को हमें नाट्य मंडप बोली कहूचे एटा को पिला माने कोन कहा जाय ना आको ही जगमोहन बोली कहा जाय ए नाट्य मंडपटा पिला माने किए करथिले एटा तुमर उद्यत केसरी करथिले जजाति केसरी ताको स्टार्ट करथिले एवं तापर उद्यत केसरी जे ताको पुओ सिया को कंप्लीट करथिले एवं जो तुमर जगमोहन बा जाको हम जति नाट्य जो नाट्य मंडप बोली कहूचे ताको तुमर करथिले उद्यत केसरी हैला किंतु गंगा डायनेस्टी के पिला माने सुवर्ण युग बोली कहा जाय कारण तांको समय रे बहुत किछि सेते बेले हेतिला हो तापर को जिबा चिलिका लेक पिला माने एटा तुमर जो बे ऑफ बंगाल को कनेक्ट करूची को केमिति एटा तुमर होची चिलिका लेक एटा तुमर पिला माने बे ऑफ बंगाल एटा तुमर चिलिका लेक क्वेश्चन हला जे से केमिति करूची को चैनल द्वारा से पिला माने करूची एटा तुमे मन रखिथा एटा तुमर होची आउटर चैनल द्वारा हैला आउटर चैनल द्वारा से बे ऑफ बंगाल को चिलिका लेक को कनेक्ट करूची विंग्स ऑफ फायर बहुत बढ़िया ऑटोबायोग्राफी पिला माने मु पढिची पूरा पढिनी किंतु बहुत बढ़िया देखो एटा होची डॉक्टर एपीजे अब्दुल कलाम कर गोटे ऑटोबायोग्राफी विंग्स ऑफ फायर तुम टिका को पढ़ी दबो बहुत भलो पिला माने एटा हला विंग्स ऑफ फायर हला डॉक्टर एपीजे अब्दुल कलाम ऑप्शन बी हबो यार करेक्ट आंसर तापर को जिबा आरबीआई पिला माने तुमे जानिथिबो आरबीआई रो गवर्नर तो की अछन तुमे सेटा जानिचो तो क्वेश्चन हैला ए जो आरबीआई पिला माने एटा तुमरो केबे ऑपरेशनल रो स्टार्ट हेतिला एठी बहुत पिला तुमे भाबी दियो जे सर आरबीआई तो होउची तुमरो गोटे एमिति संस्था ऑब्वियसली सेटा तुमरो होउची देश स्वाधीन हबा परे हेतिबो किंतु ना पिला माने एटा गोटे भूल धारणा आरबीआई टा तुमरो देश स्वाधीन पूर्वरु तुमरो हेतिला ऑपरेशन ले केबे स्टार्ट हेतिला 1 अप्रैल 1935 रे पिला माने एटा तुमरो ऑपरेशन हेतिला जदि तुमको क्वेश्चन आसिला जे आरबीआई रो गवर्नर पिला माने किए सी हेले तुमरो किए ना संजय मल्होत्रा हैला सी हेले तुमरो संजय मल्होत्रा डेप्यूटी गवर्नर पिला माने किए जो रिसेंटली तुमरो हेचंती अपॉइंटमेंट हेचंती ताकि एटा भी मते कमेंट सेक्शन ले कहि देबो जे रिसेंटली तुमरो गिरीश चंद्र भाई कर गिरीश चंद्र मुर्मू कर तांको भाई शिरीष चंद्र मुर्मू हैला सी तुमरो अपॉइंटेड हेचंती डेप्यूटी गवर्नर हो करेंसी ऑफ म्यांमार म्यांमार जो तुमरो करेंसी रहिछि पिला माने सेटा हला तुमरो कोन क्वाट क्याट हैला क्याट हला तुमरो कोन म्यांमार रो करेंसी क्याट मने रहिबो एवं म्यांमार रो तार कैपिटल हला तुमरो पिला माने नाइपिडो नाइपिडो होचे तुमरो म्यांमार रो कैपिटल हो भारत नेट पूर्वरु पिला माने कोन होतला तुमे जानिथिबो एबे सिना तुमे देखिबो गां गहଳି की तुमे जीवो चारियारे इंटरनेट जो गां रे इंटरनेट भी पिला माने आसुनी देखिबो से माने सब कोन करछि कोना ब्रॉडबैंड लगे दउछंती तुमरो यदि मु कहबी एयरटेल किबा तुमरो जो गीगा फाइबर सब जियो रो सब आछि जाउछि भारत नेट प्रोजेक्ट पिला माने कोन आसेला जो रूरल एरिया जो विलेज गुडी करे रहउछि जोटी इंटरनेट कनेक्शन भलो से होउनी सेठी केमिति इंटरनेट कनेक्शन पिला माने लागिबो एवं खास करिकि एटा तुमर हैला ब्रॉडबैंड कनेक्टिविटी जो तुमर विलेज गुडी करे रहिछि केमिति सेठी ब्रॉडबैंड कनेक्टिविटी हबो सेटा ही होउछि भारत नेट रो मुख्य उद्देश्य थिला खेलो इंडिया यूथ गेम 2024 एटा पिला माने किए होस्ट करितिला एटा पिला माने तुमरो करितिला किए ना तुमरो मध्य प्रदेश करितिला खेलो इंडिया रो जो तुमरो 2024 रहितिला मध्य प्रदेश करितिला ज्ञानपीठ अवार्ड जदि तुमको मो पिला माने कहबी लिटरेचर क्षेत्र रे सबुटो हाईएस्ट अवार्ड जदि कोटा दिया जाय सेटा तुमर हैला ज्ञानपीठ अवार्ड लिटरेचर क्षेत्र रे 2023 रे पिला माने दुई जन को मिलिछि जने हेले प्रख्यात कवि गुलजार जांकर तो तुमे जानिथिबो तांकर पोएम सुनिने लोक कहंती जे माने सत्य जेमिति मला लोक भी बंची जिवो गुलजार हैला एवं द्वितीय हेले पिला माने किए ना तुमरो जगत गुरु राम भद्राचार्य तांको पिला माने मिलिछि ए अवार्ड हैला दुई जन को मिलिछि जने हेले गुलजार
उर्दू तुमर पॉइंट पई एवं संस्कृत क्षेत्र रे पिला माने संस्कृत पई तुमर मिलिछि काहाकू ना जगत गुरु राम भद्राचार्य को ए अवार्ड पिला माने मिलिछि मने रहिबो चलो इंटरनेशनल योग डे जो तुमर रहिछि पिला माने बा योग दिवस एटा तुमर केबे सेलिब्रेशन करा जाय पिला माने मन रख एटा होछि तुमर 21 जून हैला 21 जून को तुमर इंटरनेशनल योग डे बोली सेलिब्रेशन करा जाय हो वर्ल्ड एनवायरमेंटल डे तुमर पिला माने केबे सेलिब्रेशन करा जाय प्रथम कथा हला 1973 पाखरु प्रति वर्ष 5 जून को पिला माने तुमर 19 तुमर वर्ल्ड एनवायरमेंटल डे सेलिब्रेशन करा जाउची 2025 रो पिला माने कोन थिला तुमर थिला बीट प्लास्टिक पोल्यूशन एटा तुमर थिला बीट प्लास्टिक पोल्यूशन प्लास्टिक रे जो तुमर पोल्यूशन रोची ताको हमें केमिति बीट करबा ताको हमें केमिति हरेइबा माने तुमे जानिछ प्लास्टिक ता तुमर एते जल्दी माने ये हुएनी तनो ताको हमें केमिति कम यूज करबा हो वर्ल्ड हेल्थ ऑर्गेनाइजेशन जहार हेडक्वार्टर पिला माने कोठी अछि एटा तुमे समस्त जानिथिबो स्विट्जरलैंड स्विट्जरलैंड रो जेनेवा थारे रहिछि 1948 रे पिला माने कोन हेतिला एटा तुमर एस्टैब्लिश हेतिला WHO हैला एटा तुमर बेले बेले पिला माने आसे ता सहित तुमे पिला माने जानिथिबो जे तुमर WHO जो माने ए देखो प्रीवियसली तुमर जो आसीतिला फुल फॉर्म AI रो फुल फॉर्म कोन बा तुमर माने फुल फॉर्म रो भी पिला माने एठरु गोटे आसुची हैला बहुत टाइम बहुत थरो तुमर फुल फॉर्म रो पिला माने क्वेश्चन आसुची जदी एग्जाम रे आसी गला तुमर जे WHO रो फुल माने तांकर हेड वर्तमान की अछंती सिले तुमर डॉक्टर टेड्रोस आंधाम घेब्रेयेसस एटा मे बी पिला माने आसी न पारे तथापि तमे माने मने रखिथाओ इसरो इसरो रो पिला माने जानिथिबो जो तुमर इसरो अछि इंडियन स्पेस रिसर्च ऑर्गेनाइजेशन जहार हेड हेले तुमर V नारायण से हेले तांकर हेड ए जो चंद्रयान 3 मिशन पिला माने जो तुमर हेतिला क्वेश्चन हेले एटा तुमर केबे हेतिला 38 पिला माने एटा हेतिला तुमर केबे 23 अगस्त 2023 रे पिला माने हेतिला चंद्रयान लो आगामी दिन रे पिला माने बहुत सारा मिशन तुमर हवा को जाउची गुटे तुमर गगनयान हवा पई जाउची डिसेंबर रे गगनयान 2 बा तुमर गगनयान G2 एटा तुमर 2026 रे हवा पई जाउची सेमिति गगनयान लो आहुरी गुटे मिशन पिला माने 2027 रे हवा पई जाउची ए जो तुमर वेनस रहिची पिला माने तार ऑर्बिटरी मिशन मध्य रहिची जे तार एटमॉस विषय रे जामे केमिति जानिबा सेठी बंची हबो कि नाही बा सेही वेनस विषय रे जानिबा पई पिला माने आम इंडिया रे गुटे लॉन्च होची मिशन जोटा तुमर 2028 रे हवा पई जाउची तो एगुडा पिला माने तुमर कोन रहिची ना इसरो रो अपकमिंग रहिची जदि इसरो रो हेड आसीबो पिला माने सी हेले तुमर V नारायण होचंती एहार करेक्ट आंसर हबो ठीक अछि चलो मते कुह को इंडियन पोर्ट पिला माने एटा गुटे रिवराइन पोर्ट पिला माने कहले कोन बुझो ना जो पोर्ट गुडी को रिवर पाखरे पिला माने थाए रिवर पाखरे जो गुडी को थाए माने सेगुडा को पिला माने कहंती रिवराइन पोर्ट एई रिवराइन पोर्ट जोटा कि तमरो बा ताको फ्रेश वाटर पोर्ट्स बोली कि मध्य कहा जाय एटा तमरो कोउटा हमर होची कोलकाता पोर्ट हैला कोलकाता पोर्ट जोटा तमरो हुगुली नदी पाखरे पिला माने अछि तुम माने जदि कि जानिथिबो हुगुली नदी पाखरे पिला माने एटा तमरो अछि रिवराइन पोर्ट हैला हो द्रोणाचार्य अवार्ड देखो द्रोण पिला माने किए थिले तुमे माने मते को समझ जानिथिबो द्रोण किए थिले बाबा ना चार्य अर्जुनकर गुरु थिले द्रोणाचार्य अर्जुनकर गुरु थिले ए जो द्रोण अवार्ड पिला माने दिया जाय एटा तुमरो किए दि जाय ना जी तुमरो गुरु थांती गुरु माने कोन पिला माने कोच गुरु को हमें इंग्लिश रे कोन कहबा कोच जो थांती तो कोच जो थांती बेस्ट कोच जो थांती तांको पिला माने मिले तेनो एटा तुमर हला आउटस्टैंडिंग परफॉर्मेंस बाय ए कोच जो तुमरो कोच जो रहिचंती तांकर आउटस्टैंडिंग परफॉर्मेंस पई पिला माने एटा तुमरो ए तुमरो द्रोणाचार्य अवार्ड ता मिले हैला तो छ माने देखो एति कि तुमरो आजि रे जो थिला एति कि तुमरो इंपोर्टेंट थिला आशा करूची तम मानकू सबु गुडी कर आंसर पूरा बहुत भलो लागितिबो एवं जो गुडा पिला माने कहिली नेक्स्ट टॉपिक हमें कोठू आनिबा तुमर जो नेक्स्ट टॉपिक रहिची नेक्स्ट हमें कोठू आनिबा निश्चय रूप रे पिला माने तुमे समस्त कमेंट सेक्शन रे लिखिबो जे सर नेक्स्ट ता आपण एठू आनंतु सेठू आनिले हमको हेल्पफुल हबो तेनु जदि जेते पिलांकर कमेंट आसीबो पिला माने मते भी मोटिवेशन लागिबो मु तुम पई वीडियो बनै की निश्चय रूप रे आनिबी ता छडा मु पिला माने कहि दउची हमरो किछि बैच गुडी को स्टार्ट हे जाईची जेमति तमर हला गोटे पीओ बैच हमरो स्टार्ट हे जाईची 15 अक्टोबर पाखरु स्टार्ट हे जाईची द्वितीय तमर हला पिला माने हाई स्कूल नॉन टीचिंग स्टाफ पिला माने एटा मध्ये तमरो 15 अक्टोबर पाखरु स्टार्ट हे जाईची रिसेंटली दुईटा बैच जोटा तमरो होची ओडिसा पुलिस डिस्ट्रिक्ट कॉन्स्टेबल एटा पिला माने तमरो 27 अक्टोबर माने काली पाखरु तमरो स्टार्ट होवा कई जाउची एवं द्वितीयटा पिला माने हला सेटा हला तमरो एनटीपीसी रो जो वैकेंसी आसीची एटा मध्ये तमरो काली पाखरु स्टार्ट होवा पई जाउची तेनु जो माने भी प्रिपरेशन करिवो पिला माने आउ टाइम नै तम हाथ रे तमरो डिस्ट्रिक्ट कॉन्स्टेबल
ଅଳ୍ପ ଦିନ ଭିତରେ ଭ୍ୟାକେନ୍ସି ଆସିବା ପାଇଁ ଯାଉଛି। ଯୋଉମାନେ ବି ପ୍ରିପାରେସନ୍ କରିବ ଆଉ ସମୟ ୱେଷ୍ଟ ନ କରିକି ଏବେ ହିଁ ନିଜର ପ୍ରିପାରେସନ୍ ଜର୍ଣ୍ଣିକୁ ଷ୍ଟାର୍ଟ କରିଦିଅନ୍ତୁ। ତା ଛଡ଼ା ଯୋଉମାନଙ୍କୁ ନୋଟ୍ ଦରକାର ସେମାନେ ଆମ ଆପ୍ଲିକେସନ୍ ଅଲ୍ ଏକ୍ସାମ୍ ସାଥୀକୁ ଇନଷ୍ଟଲ୍ କରିକି ଆପ୍ଲିକେସନ୍‌କୁ ନେଇପାରିବେ ବା ତୁମେ ଡାଉନଲୋଡ୍ କରିପାରିବ, କୋର୍ସ ନେଇପାରିବ ଏବଂ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ଯାହାଟାକି ମୁଁ ତୁମକୁ ଭିଡିଓ ଡେସ୍କ୍ରିପସନ୍‌ରେ ପିଲାମାନେ ଦେଇଛି। ତୁମେ ଟେଲିଗ୍ରାମକୁ ଯାଇକି ମଧ୍ୟ ଏଇ ଯୋଉ ନୋଟ୍‌କୁ ରହିଛି ନୋଟ୍‌କୁ କରିପାରିବ। ତା ସହିତ ତୁମେମାନେ ଡାଇରେକ୍ଟ ଆମକୁ ଯଦି କିଛି ଡାଉଟ୍ ଅଛି ପିଲାମାନେ ଆମର କଷ୍ଟମର ସପୋର୍ଟ ନମ୍ବର 8093230143 ଏଇ ନମ୍ବରକୁ ମଧ୍ୟ ଡାଇରେକ୍ଟ କଲ୍ କରିକି ତମେମାନେ ସବୁଗୁଡ଼ିକ ଅପଡେଟ୍ ନେଇପାରିବ। ରହିଲି ନମସ୍କାର ପିଲାମାନେ, ସମସ୍ତଙ୍କୁ ଜୟ ଜଗନ୍ନାଥ।